ଠାକୁରାଣୀ ଆମର ଏଠି କ'ଣ କରୁଛନ୍ତି? ଚୁଡ଼ା ବାପାଙ୍କ ପାଇଁ ଭାଜିଥିଲି ଯେ ଏଇଟା ବାପାଙ୍କ ପାଇଁ ସନ୍ଧ୍ୟା ବେଳିଆ ଜଳଖିଆ। ଲୁଣ ପକେଇବାକୁ ମୋର ମନେ ନାହିଁ। ଓ ଯୋଉଟା ମେନ୍ ଜିନିଷ ଏଇଟା ତମେ ଛାଡ଼ି ଦେଇଛ। ଚଳିବ ଚୁଡ଼ା ଭଜାରେ। ନା ସନ୍ଧ୍ୟାବେଳେ ଟିକେ ବାପାଙ୍କର ଟିକେ ପାଟି ଖୁଜୁରୁ ବୁଜୁର ହୁଏ ଖାଇବାକୁ, ତ ତାଙ୍କୁ ଚୁଡ଼ା ଭଜା ଟିକେ ଧୋଇଦେଲେ ଡବାରେ ସେ ତାଙ୍କର ମୁଠାଏ ମୁଠାଏ ଖାଇବେ ସେମିତି। ମିକ୍ସଚର ଟିକେ ପଡୁଥିବ, ଚୁଡ଼ା ଭଜା ଟିକେ ପଡୁଥିବ, ଆଉ ପିଆଜ ଏଥିରେ କି ପିଆଜ ଫୁଟା ହେଇନି, ତେଣୁ କଞ୍ଚା ପିଆଜ ଖାଇବେ ଆଉ। ଏଥିରେ କ'ଣ କ'ଣ ପଡିଛି? ଭେସୁଙ୍ଗା ପତ୍ର ଆଉ ଶୁଖିଲା ଲଙ୍କା ଆଉ ଯୋଉ ଏଟା କ'ଣ କସୁରୀ ମେଥି, ପିଆଜ। ନାଇଁ ପିଆଜଟା ପଇଲେ ସେ କ'ଣ ହବ କି ଚୁଡ଼ା ଗୁଡ଼ା ଚେମେରି ଯିବ। ଯଦି ପିଆଜ ଟିକେ ପୁରା ଶୁଖା ଭାଜିବ ପୁରା କଡ଼ା ତାହେଲେ ରହିବ, ନହେଲେ କଞ୍ଚା ହେଲେ ଚେମେରି ଯିବ। ଯଦି ଅଧିକ ଦିନ ରଖିବା ପାଇଁ ଚୁଡ଼ାଟା ଏମିତି ଭାଜିବ। ଏଥିରେ ଟିକେ ଡାଲି ମିକ୍ସଚରକୁ ରାଗ ମିକ୍ସଚର ଟିକେ ପକେଇଦବ। ହେଇ ଯୋଉଟା ଆଣ ତମେ, ଏଟା ହଉଛି ପଞ୍ଜାବୀ ତଡ଼କା। ହଁ ହେଇ ତଡ଼କା, ସେଇଟା ମିଶେଇଲେ ଭଲ ଲାଗିବ। ହେଇଗଲା ବାପାଙ୍କ ପାଇଁ ପ୍ରସ୍ତୁତି। ବୋଉ ତମର କ'ଣ ଦରକାର କି ସନ୍ଧ୍ୟା ବେଳିଆ ଟିଫିନ ପାଇଁ ବ୍ୟବସ୍ଥା? ଚୁଡ଼ା ମୁଢ଼ି କିଛି ଲାଗିବ? ନହେଲେ ବାପାଙ୍କର ଭଜା ଚାଲିଛି, ଯଦି ତମେ କହିବ ତାହେଲେ ତମ ପାଇଁ ଗୋଟେ କ'ଣ କରାହେଇକି ଥୁଆ ହେଇଯିବ। କିଛି ଦରକାର ନାହିଁ। ମୋ ମନ ହେଲେ ଏମିତି କ'ଣ କେତେବେଳେ ପାଟିରେ ଟିକେ ପକେଇଦେବି। ବାପା ଯେମିତି ଗୋଟେ ଟାଇମ ଟେବୁଲ ପୁରା ମାନିଆ, ମାନେ ଏତିକିଟା ବାଜିଲା ମାନେ ମୁଁ କ'ଣ ଖାଇବି ସେତିକି ବେଳେ ତାଙ୍କୁ ପୃଥିବୀ ଦେଲେ ଖାଇଦେବି। ଖାଲି ଦେଲେ ହେଲା, ତାପରେ ସେ ଖାଇବାକୁ ଇଚ୍ଛା କରିବେନି, କିନ୍ତୁ ସେ ସନ୍ଧ୍ୟା ଟାଇମରେ ତୁ ଯାହା କରିକି ଦଉନୁ ଭଲ ନା, ଯେତେ ଖାଇବେ ଦେହ ସୁସ୍ଥ, କିଛି ମନା କରିବେନି ଏରା କାହିଁ କଲ କି କ'ଣ। କିନ୍ତୁ ସେତେବେଳେ ଆମର ଇଚ୍ଛା ହବନି କରିବାକୁ, ଦେହ ଗରମ ଲାଗୁଥିବ, ଗାଧୋଇ ପାଧେଇକି ଆସିକି କିଏ ବସିକି କରିକି ସେତିକି ବେଳେ ତାଙ୍କୁ ପିଠା ପଣା ଭଲ ମନ୍ଦ ଯାହା କରିକି ଦେଇକି ଡାକିଦବ, ଆସୁନ ଦିଟା ଖାଇଦବ ବସିକି, ପେଟେ ଖାଇଦେବି। ଖାଇଦେଇ କହିବେ ଆଉ ଦରକାର ନାହିଁ। ରାତିରେ ଖୋଜିବେନି, ନହେଲେ ଏଡବା ସେଡବା ପେଟ ପୁରିଲାନି, ସେ ଆଉ ଟିକେ କ'ଣ ହେଇଥାନ୍ତା। ସେମାନେ ଖୁଜୁରୁ ଖୁଜୁରୁ ହଉଥିବେ ଯେ ହଉଥିବେ, ନା ମନ ଜମା ଶାନ୍ତି ଲାଗୁଥିବ। ମୁଁ ଠିକ ଜାଣିପାରେ ଯେତିକି ସମୟ ଶୋଇ ରହୁଛନ୍ତି ସେତିକି ସମୟ ତାଙ୍କ ପାଟିଟା ସିଲେଇକି ରହୁଛି, ନହେଲେ ବାକି ସବୁ ସମୟ ତକ ଟିକେ 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 ଅଭ୍ୟାସ ତ ରହିଯାଇଛି। ଆଉ କ'ଣ କରିବା? ହଉ ଖାଆନ୍ତୁ ମ, ଖାଇ ଚାଲନ୍ତୁ, କିଛି ଅସୁବିଧା ନାହିଁ। ବରଂ ଜାକିକି ରହିଲେ ବେଶୀ ଦେହ ଖରାପ ହବ। କହୁଛି ଗୋଟେ କଥା, କରିକି ଦେବାକୁ ଇଚ୍ଛା ହଉନି, କଥା ହଉଛି ଇଚ୍ଛା ଯଦି ହଉନି ମତେ କୁହ, ମୁଁ ଆଣିକି ଯୋଗେଇବି। ମୁଁ ଶ୍ରବଣ କୁମାର ପା କହିଥିଲି। ଶ୍ରବଣ କୁମାର କାନ୍ଧରେ ନେଇଥିଲେ, ତୁ କାନ୍ଧ ଛଡା ଆହୁରି ବି ଅଧିକା କାମ କରିପାରିବୁ। ମୁଁ ତମକୁ ଟାଉନ ବସରେ ବସେଇକି ନେବି। ଟାଉନ ବସରେ